କଥାରେ ଅଛି ଆମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ କରାଯାଏ। କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଅଭିନନ୍ଦନ। ମକର ସଂକ୍ରାନ୍ତି ପାଇଁ ଆଜି ଆମେ ବନେଇବା ସବୁଠୁ ହିତକର ଆଉ ପାଟିକୁ ସ୍ୱାଦ ମାଣ୍ଡିଆ ରାଶି ଯାଉ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟିଏ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ଯାଉ ବନେଇବା ପାଇଁ ପ୍ରଥମେ ଘରେ ଥିବା ଯେକୌଣସି ଗୋଟେ ଗିନା ସେଟ୍ କରନ୍ତୁ। ସେ ଗିନାରେ ମାପ କରି ସବୁ ଜିନିଷ ଦେବେ। ଯାଉ ପୁରା ପରଫେକ୍ଟ ବନିବ। এই মেজরিং কপ্রে মাপ করে এইটি মু গোটে কপ বা পাখাপাখি 140 গ্রামর মাଣ୍ଡିଆ ଚୁନା ନେଇছি। ମାଣ୍ଡିଆ ଚୁନା ମାର୍କେଟରୁ ଆପଣମାନଙ୍କୁ ବହୁତ ସହଜରେ ମିଳିଯିବ। ଯେହେତୁ ମାଣ୍ଡିଆ ରାଶି ଯାଉ ବନେଇବା ଆଜି ଆମକୁ ରାଶି ବି ଦରକାର। ସେମ୍ କପ୍ରେ ମାପ କରି ଏଇଠି ମୁଁ ଅଧା କପ୍ ବା ପାଖାପାଖି 70 ଗ୍ରାମର କଳା ରାଶି ନେଇଛି। ଯେତିକି ମାଣ୍ଡିଆ ନେବେ ତାର ଅଧା ରାଶି ନେବେ। ଆପଣମାନେ କଳା ରାଶି ବଦଳରେ ଧଳା ରାଶି ନେଇପାରିବେ, କିନ୍ତୁ କଳା ରାଶି ଦେଇ ଯାଉ ବନେଇଲେ ଯାଉର ଟେଷ୍ଟ ବହୁତ ବଢ଼ିଆ ଆସେ। ଏବେ ସେମ୍ କପ୍ରେ ଗୋଟେ କପ୍ ପାଣି ଆଣି ପ୍ରଥମେ ଅଳ୍ପ ଅଳ୍ପ ପାଣି ମାଣ୍ଡିଆ ଚୁନାରେ ଦେଇ ମାଣ୍ଡିଆ ଚୁନାକୁ ଗୋଳେଇବା। ଏକାଥରେ ସବୁ ପାଣି ଦେଇ ଗୋଳେଇଲେ ମାଣ୍ଡିଆ ଚୁନାରେ ବିଣ୍ଡା ଆସିଯିବ। ଆପଣମାନେ ଭଲ ଭାବରେ ଗୋଳେଇ ପାରିବେ ନାହିଁ। ଗୋଟେ କପ୍ ପାଣି ଦେଇ ଗୋଳେଇ ସାରିବା ପରେ ଦେଖନ୍ତୁ ଏବେ ବି ମାଣ୍ଡିଆ ଚୁନା ଟିକେ ବହଳିଆ ଅଛି। ଆଉ ଗୋଟେ କପ୍ ପାଣି ଆଣି ସେମିତି ଅଳ୍ପ ଅଳ୍ପ ପାଣି ଦେଇ ମାଣ୍ଡିଆ ଚୁନାକୁ ଗୋଳେଇ ନେବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଆପଣଙ୍କ ଫ୍ରେଣ୍ଡସ୍ ଆଉ ରିଲେଟିଭ୍ସ ମାନଙ୍କ ସହିତ ନିଶ୍ଚୟ ଗୋଟେ ସେୟାର କରିବେ। ଗୋଟେ କପ୍ ମାଣ୍ଡିଆ ଚୁନାରେ ଆମେ 2 କପ୍ ପାଣି ଦେଇ ଗୋଳେଇଲେ। ମାଣ୍ଡିଆ ସ୍ଲରିର କନସିଷ୍ଟେନ୍ସି ଦେଖନ୍ତୁ ଏତିକି ପାଣି ରହିବ। ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ଯାଉ ବନେଇବା ପାଇଁ ଯେକୌଣସି ଗୋଟେ ମୋଟା ନହେଲେ ଭାରି ତଳ କଢ଼େଇ ନେବେ। ଯାଉ କଢ଼େଇ ତଳେ ଲାଗିବ ନାହିଁ। ତାପରେ ନେଇଥିବା ରାଶିକୁ କଢ଼େଇରେ ଦେବା। ଗ୍ୟାସର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ରାଶିକୁ ହାଲକା ଭାଜିବା। ବେଶୀ ପୋଡ଼ିବେ ନାହିଁ। ରାଶିକୁ ହାଲକା ଭାଜିଦେଲେ ରାଶିର କଞ୍ଚା ଅଂଶ ଚାଲିଯିବ। ଯାଉରେ ଖାଇବା ପାଇଁ ଭଲ ଲାଗିବ। ରାଶି ଭାଜିଯିବା ପରେ ବାହାରକୁ ଆଣି ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ସେଇ କଢ଼େଇରେ ଯେଉଁ କପ୍ରେ ମାପ କରି ମାଣ୍ଡିଆ ଚୁନା ନେଇଥିଲେ ସେମ୍ କପ୍ରେ ମାପ କରି 2 କପ୍ ପାଣି ଦେବା। 2 କପ୍ ପାଣି ସହିତ ଗୋଟେ କପ୍ କ୍ଷୀର ଦେବା। ଆଜି ମୁଁ ଯାଉକୁ କ୍ଷୀର ପାଣି ମିଶାଇ ବନେଇବି। ଆପଣମାନେ କେବଳ ପାଣି ଦେଇ ବନେଇ ପାରିବେ। କ୍ଷୀର ପାଣି ମିଶାଇ 3 କପ୍ ବ୍ୟବହାର କଲେ। ମାଣ୍ଡିଆ ଚୁନା ଗୋଳେଇବା ସମୟରେ 2 କପ୍ ପାଣି ବ୍ୟବହାର କରିଥିଲେ। ତାମାନେ ଗୋଟେ କପ୍ ମାଣ୍ଡିଆ ଚୁନା ଅଧା କପ୍ ରାଶି ପାଇଁ କ୍ଷୀର ପାଣି ମିଶାଇ 5 କପ୍ ବ୍ୟବହାର କଲେ। ଏ ଭାଗ ମାପ ମନେ ରଖିବେ। ସ୍ୱାଦ ଅନୁସାରେ ଲୁଣ ଦେବା। ଗୋଟେ ତେଜପତ୍ର ଦେବା। ଯାଉରେ ଭଲ ବାସ୍ନା ପାଇଁ ଅଳ୍ପ ଗୁଜୁରାତି ଗୁଣ୍ଡ ଦେବା। ଯାଉରେ ଭଲ ଟେଷ୍ଟ ପାଇଁ ଅଳ୍ପ ଖଣ୍ଡ ନଡ଼ିଆ, ଅଳ୍ପ କୋରା ନଡ଼ିଆ ଦେବା। 2 ପ୍ରକାରର ନଡ଼ିଆ ମିଶାଇକି ଦେବେ। ଯାଉ ଖାଇବା ପାଇଁ ଭଲ ଲାଗିବ। ଆପଣ ଚାହିଁଲେ କେବଳ ନଡ଼ିଆ ଦେଇ ଯାଉ ବନେଇ ପାରିବେ। ଯଦି ଆପଣଙ୍କ ପାଖରେ ଡ୍ରାଏ ନଟ୍ସ ଥିବ ଅଳ୍ପ ଡ୍ରାଏ ନଟ୍ସ ବି ଦେଇପାରିବେ। ଅଳ୍ପ ଡ୍ରାଏ ନଟ୍ସ ଦେଲେ ଯାଉ ଖାଇବା ପାଇଁ ଭଲ ଲାଗିବ। ତା ଛଡ଼ା ଯାଉ ଆଉ ଟିକେ ହେଲ୍ଦି ରହିବ। ମୋ ପାଖରେ ଏଇ ସବୁ ଡ୍ରାଏ ନଟ୍ସ ଥିଲା। ସବୁ ଡ୍ରାଏ ନଟ୍ସରୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ କାଟି ନେଇଥିଲି। ପାଖାପାଖି 3 ବଡ଼ ଚାମଚ ଡ୍ରାଏ ନଟ୍ସ। ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରି ଦେଇପାରିବେ, ନଦେଲେ ବି ଚଳିବ। ଏବେ ଯାଉରେ ମିଠା ପାଇଁ ସେମ୍ କପ୍ରେ ଅଧା କପ୍ ବା ପାଖାପାଖି 100 ଗ୍ରାମର ଗୁଡ଼ ଦେବା। ଏଇଠି ମୁଁ ପାଉଡର ଗୁଡ଼ ନେଇଛି। ଯଦି ଆପଣମାନେ ଟେଳା ଗୁଡ଼ ନେଉଥିବେ ଟିକେ ଗୁଣ୍ଡ କରି ଦେବେ। ସେପଟେ ରାଶି ଥଣ୍ଡା ହେଇଯିବା ପରେ ଗ୍ରାଇଣ୍ଡର ଜାରରେ ଦେବା। ତାପରେ ପଲ୍ସ ମୋଡରେ ଗ୍ରାଇଣ୍ଡ କରିବା। ରାଶିକୁ ପୁରା ପାଉଡର କରି ଗୁଣ୍ଡ କରିବେ ନାହିଁ। ଟିକେ ଖଦଡ଼ ରହିଲେ ଯାଉରେ ଖାଇବା ପାଇଁ ଭଲ ଲାଗିବ। ଏମିତି ଖଦଡ଼ ରଖିବା ପାଇଁ ଚେଷ୍ଟା କରିବେ। ଏବେ ରାଶି ଗୁଣ୍ଡକୁ ନେଇ କ୍ଷୀର ପାଣି ସହିତ ଦେବା। ଗୋଟେ ଛୋଟ ଚାମଚ ଗୁଆ ଘିଅ ଦେବା। ଗୁଆ ଘିଅ ଦେଲେ ଯାଉରେ ବହୁତ ବଢ଼ିଆ ବାସ୍ନା ଆସିବ। ଯାଉରେ ଭଲ ସାଇନିଂ ଆସିବ। ତା ଛଡ଼ା ଯାଉ କଢ଼େଇ ତଳେ ଲାଗିବ ନାହିଁ। ଯଦି ଆପଣମାନେ ଘିଅ ପସନ୍ଦ କରୁନଥିବେ ତାହେଲେ ଘିଅ ଦେବେ ନାହିଁ। ସବୁ ଜିନିଷକୁ ଗୋଳେଇବା। ତାପରେ ଗ୍ୟାସର ଫ୍ଲେମ୍ ହାଇ ରଖି କ୍ଷୀର ପାଣିକୁ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟେଇବା। କ୍ଷୀର ପାଣି ଥରେ ଫୁଟି ଆସିଲେ ଗୋଳେଇ ରଖିଥିବା ମାଣ୍ଡିଆ ଚୁନାକୁ ଆଉ ଥରେ ତଳ ଉପର କରି ଗୋଳେଇବା। ତାପରେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା। ଗୋଟେ ହାତରେ ମାଣ୍ଡିଆର ସ୍ଲରି ଦେବା, ଅନ୍ୟ ହାତରେ ଲଗାତାର ଘାଣ୍ଟିବା। ଘାଣ୍ଟିବା ଜମା ବି ଛାଡ଼ିବେ ନାହିଁ। ଏଇ ଷ୍ଟେଜରେ ଘାଣ୍ଟିବା ଛାଡ଼ିଦେଲେ ଯାଉରେ ପ୍ରଥମରୁ ବିଣ୍ଡା ଆସିଯିବ। ପ୍ରଥମରୁ ବିଣ୍ଡା ଆସିଗଲେ ଯାଉ ଖାଇବା ପାଇଁ ଭଲ ଲାଗିବ ନାହିଁ। ଲଗାତାର ଲୋ ଫ୍ଲେମ୍ରେ ଘାଣ୍ଟୁଥିବେ। ଧୀରେ ଧୀରେ ଦେଖିବେ ଯାଉ ବହଳିଆ ହେଇଯିବ। ଲଗାତାର 5 ରୁ 7 ମିନିଟ୍ ଲୋ ଫ୍ଲେମ୍ରେ ଘାଣ୍ଟିବା ପରେ ଏଇଠି ଦେଖନ୍ତୁ ଯାଉ ଆଗ ଅପେକ୍ଷା ଆଉ ଟିକେ ବହଳିଆ ହେଇଗଲାଣି। ଯାଉରେ ଦେଖନ୍ତୁ କେତେ ସୁନ୍ଦର ସାଇନିଂ ଆସୁଛି। ଯାଉ ଦେଖନ୍ତୁ ଫୁଟିବା ଷ୍ଟାର୍ଟ ହେଲାଣି।
जाऊ एमिति फुटिबा स्टार्ट हेले आपने ध्यानर सहित घांटिबे नहले गरम जाऊ आपनका हातरे लागिजिब। आउ 1 ରୁ 2 मिनिट परे एठी देखंतु जाऊ आहुरी बहलिया हेइ आसलानी। एतिकी बहलिया हेइ जिबा परे आमे गैस रो फ्लेम बंद करिबा काहेकि ना जाऊ ठंडा हला परे आहुरी बहलिया हेइ जिबो। जाऊर फाइनल कंसिस्टेंसी देखंतु एतिकी बहलिया रखिबे। एबे आमे गैस रो फ्लेम बंद करिबा बाहर को बाहर करि आनिबा। जदि आपण माने गरम जाऊ खाइबा पई पसंद करिवे एमिति खाइ परिबे। शेषरे जाऊ उपरे कोरा नडिया अल्प धळा राशि देई सजेइबा जाऊ देखिबा पई भल लागिबो। जेउ जागारे जाऊ रखिबे सेई जागा को टिके टैप करिवे जाऊ भल भाबरे सेट हेइ जिवो। किछि लोक ठंडा जाऊ खाइबा पई पसंद करंती। प्रथमे थाली रे अल्प पानी देई ता उपरे जाऊ रखि ठंडा करिबा तापरे फ्रिज रे रखि जाऊ को पूरा ठंडा करि खाइ परिबे नहले राति सारा एमिति बाहरे ठंडा हेबा पई छाडिबे तापर दिन सकाळे खाइ परिबे। एठी 1 घंटा मु फ्रिज रे रखितिली देखंतु जाऊ पूरा ठंडा हे जाइछि। जाऊ उपरे एमिति फाट आसी गले जानिबे जाऊ पूरा खाइबा पई रेडी हे जाइछि। एबे हम रेडी हे गला सबुठु स्वास्थ्यकर मांडिया राशि जाऊ। वीडियो रे शेयर करथिबा सब टिप्स फॉलो करी आसुथुबा मकर रे बनांतु आउ केमिति लागिला निहाती कमेंट्स करी जणैबे। ताहले आपनको कमेंट्स अपेक्षा रे आजि पई रहिली पुणी देखा हबा न रेसिपी रे। धन्यवाद।